ଖଡ଼ିକାପଦା ଗହିରା ସାହିରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ମଣ୍ଡପ ଉଦ୍ଘାଟନ କଲେ ପାଟଣା ବିଧାୟକ। କେନ୍ଦୁଝର ଜିଲ୍ଲା ପାଟଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସାହାରପଡ଼ା ବ୍ଲକର ଖଡ଼ିକାପଦା ପଞ୍ଚାୟତ ଗହିରା ସାହିରେ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ନିର୍ମିତ ଗୋଷ୍ଠୀ ମଣ୍ଡପ କେନ୍ଦ୍ରର ଆଜି ଶୁଭ ଉଦ୍ଘାଟନ ହୋଇଛି। 5 ଲକ୍ଷ ବ୍ୟୟରେ ନିର୍ମିତ ହୋଇଥିବା ଆମ ଓଡ଼ିଶା ନବୀନ ଓଡ଼ିଶା ମଣ୍ଡପ ଉଦ୍ଘାଟନ ପର୍ବରେ ମୁଖ୍ୟ ଅତିଥି ଭାବରେ ପାଟଣା ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଜଗନ୍ନାଥ ନାୟକ ଯୋଗଦେଇ ନାଲି ଫିତା କାଟି ଏହାର ଶୁଭ ଉଦ୍ଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସାହାରପଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାଧବ ଚନ୍ଦ୍ର ବିରୁଆ, ସହକାରୀ ନିର୍ବାହୀ ଯନ୍ତ୍ରୀ ଇଞ୍ଜିନିୟର ତପନ କୁମାର ପଲେଇ, କନିଷ୍ଠ ଯନ୍ତ୍ରୀ ଇଞ୍ଜିନିୟର ଉତ୍କଳ କେଶରୀ ବେହେରା, ସରପଞ୍ଚ ମାଳତୀ ମାଝୀ ପରେ ପରେ ମୁଖ୍ୟମନ୍ତ୍ରୀଙ୍କ ବିକାଶ ଧାରାରେ ଗହିରା ସାହିରେ ନିର୍ମିତ ହେଉଥିବା ଏହି ଯୋଜନାରେ ଆଉ 6 ଲକ୍ଷ ବ୍ୟୟରେ ନିର୍ମିତ ହେଉଥିବା ଗୋଷ୍ଠୀ ମଣ୍ଡପ ଓ 5 ଲକ୍ଷ ବ୍ୟୟରେ ନିର୍ମିତ ହେଉଥିବା ସାଂସ୍କୃତିକ ମଣ୍ଡପ ନିର୍ମାଣ ହେଉଛି ବୋଲି ବିଧାୟକ କହିଥିଲେ। ସାହାରପଡ଼ାରୁ ରମେଶ କୁମାର ସରେନଙ୍କ ରିପୋର୍ଟ, କେନ୍ଦୁଝର ଟାଇମ୍ସ।